ଚାଷୀ ଏବେ ବି ଟେନସନ ଅଛି ତାର ହଜାର ଚାଷୀ ଘରେ ଶୋଇବନି ହାତୀ ସେଠି ଧାନ ଖାଇଯିବ ଗଛରେ ଶୋଇବ ଗଛରେ ଆଜି ବି କେଉଁଝର ଝୁପୁରାରେ ବାଂଶପାଳରେ ହାତୀ ଗଛରେ ଶୋଉଛି ତମେ ସରକାର ଟିକେ ସାମ୍ବାଦିକ ଜୀବନରେ କୋଉ ଗଛରେ ଶୋଇଛ ଘରେ ମାଇକୁ ଛୁଆ ସେଠି ଗଛରେ ଶୋଇଛ ଚାଷ ବିଷୟରେ ଜାଣିନାହାନ୍ତି ବୋଲି ସହର ଲୋକ କହିଦଉଛି ଭାତ ଖାଇବା ବନ୍ଦ ହେଇଗଲେ ନ ଭାତ ଖାଇବା ବନ୍ଦ ହେଇଗଲା ଗହମ ମଗେଇ ଖାଇଦେବ ଭୁଲିଗଲ ସେଦିନ କଥା ଯୋଉ ବଲଗଡ଼ ଖାଇକି ଆମେରିକା ଦୌଡ଼ିଲ ରଖିବା ପାଖକୁ ଭାଇ ଗହମ ଦେ ଭାତ ଦେ ଖାଇନୁ ସେଦିନ ଭୁଲିଗଲାଣି ତମ ଧାନ ଚାଷ ବେଶୀ ହେଇଗଲା ତମେ ଏକ୍ସପୋର୍ଟ କରୁନ ତମେ ଭ୍ୟାଲିଡେସନ କରୁନ କିଏ ମାନେ ତ ବର୍ତ୍ତମାନ ଯୋଉ ଇଏ ହଉନି ବର୍ତ୍ତମାନ କ୍ରପ ଭ୍ୟାଲିଡେସନ କର ବଢିଆ ଏବେ ସ୍କୋପ ଅଛି ଆପଣ ଯୋଉ କହିଲେ ତମେ ମାଛ ଉତ୍ପାଦନ ବଢାଅ ଫୁଲ ବଢାଅ ଏଠି ହେରିଟେଜ କର ତମେ କୁଆଡେ ଥୋଇଛୁ ଓମ୍ଫେଡ ମାର୍କେଟ ହେରିଟେଜ ତମେ ଧରିଲ ତମେ କରିବନି ଚାଷୀକୁ ମାର୍ଗଦର୍ଶନ ଦେବ ଚାଷୀଠୁ ମାର୍ଗଦର୍ଶନ ନିଅ ଯଦି ଏତେ ବିଜ୍ଞାନ ଆପଣ କଣ ପ୍ରଚାର କରୁଛନ୍ତି ଅଧିକରୁ ଅଧିକ ଧାନ ଚାଷ ହଉ ମୁଁ ତ ଗାଳି କରୁଛି ତମେ ଧାନ ପରେ ମୁଗ ଗଣ୍ଡେ ମୁଗ ଆପଣ ଯାଇଥିଲେ ଟାଙ୍ଗି ବୁଲୁଛି ଟାଙ୍ଗିରେ ମଇଁଷି ଅଛି ବଣ ମଇଁଷି ତା ମୁଗ ଗୁଣ୍ଠେ ହେଇପାରେ କିଏ ପିଠେ ପଡିବ ଫରେଷ୍ଟ ବାଲା କଣ କରୁଛି ବଣ ମଇଁଷି ଦିଟା ଲୋକ ମାରି ସାରିଲେଣି ବଣ ମଇଁଷି ଦିଟା ମାରିଦେଲା ସରକାର କଣ କରୁଛି ମାଙ୍କଡ ତମ ଘର ରେଡୁଆ ମାନେ ଅଣ୍ଡିରା ବାଛୁରୀ ପାଇଁ ସବୁ ସରକାର ବାରା ପାଇଁ ସରକାର ମାଙ୍କଡ ବଳିବେ ସରକାର ହସି ପାର ବୁଝିବେ ସରକାର କଣ ଶୋଇବ ଘରେ ଫରେଷ୍ଟ ବାଲା କୋଠା କିଣିବେ ବିକିକି ଫରେଷ୍ଟ ବାଲା ରେଡ ହଉଛି ଦେଖୁଛ ସେ କଣ କରୁଛି କେବଳ ଜଙ୍ଗଲ ଚୋରି କରି ଫଲସୁରି ଖାଉଛି ତା କାମ ନୁହଁ ବାରା ବନ୍ୟଜନ୍ତୁ ଆଇନ କଣ ବାରା କିଏ ରଖିବ ମାଙ୍କଡ କିଏ ରଖିବ ମାଙ୍କଡ କାମ ହିମାଚଳ କଣ ହେଇଛି ଆନ୍ଧ୍ରରେ କଣ ହେଇଛି ହିମାଚଳରେ ଇଞ୍ଜେକ୍ସନ ଦିଆଗଲା 3 ଲକ୍ଷ ମାଙ୍କଡ ଲକ୍ଷ ହେଇଗଲେ ସେଠି ନୀଳଗିରି ବିହାର କଣ କର ଆପଣ ଯେହେତୁ ଆଉ କନସର୍ନ ହେଇନାହାନ୍ତି ଆପଣ ବୁଝିବେ କେତେ ଗଭୀର କଥା ଅଛି ଆପଣ ନୀଳଗିରି କଥା ବୁଝିବେ ବାରା କଥା ବୁଝିବେ ମାଙ୍କଡ କଥା ବୁଝିବେ ଷଣ୍ଢ କଥା ବୁଝିବେ ତାପରେ ସରକାର ହରିଣ କଥା ବୁଝିବେ ଆପଣ ବୁଝିବେନି ରାତି ହେଲା ହରିଣ ଆସି ମୁଗ ଖାଇଗଲା ଆପଣ ଅନୁଭବ କରୁନାହାନ୍ତି ଆପଣଙ୍କ ପଇସା ଏଟିଏମ ରେ ଷଣ୍ଢ ଖାଉ ଯୋଗ ଲାଗୁନି କାଳି ବୋଲି ପୋକ ଖାଉନି ଷଣ୍ଢ ଖାଉନି ଚାକିରିରେ ଦରକୁ ଷଣ୍ଢ ଖାଇବ କାଳି ବୋଲି ପୋକ ଲାଗିବେ ଯୋଗ ଲାଗିବେ ସେଦିନ ଚାକିରିଆ ବୁଝିବେ ଜୀବନଟା କେତେ କଷ୍ଟକର ମୁଁ ତ କହୁଛି ଗୋଟେ ବର୍ଷ ଏମଏଲଏ ଦରମା ମନେକ ସେ କେବଳ ଧାନ ଚାଷ କରିବେ କ୍ୟାସ୍ ଦିଆ ହବନି ଧାନ ଯାହା ବିକିବେ ଚଳି ଦେଖେ ପଲିଟିସିଆନ ଆଜି ଓକେ ତ ଇଏ ମିସମ୍ୟାନେଜମେଣ୍ଟ କାହିଁକି ହଉଛି ଖରାପ ଆଉ କିଛି ମିସମ୍ୟାନେଜମେଣ୍ଟ ନୁହେଁ ଇଏ କେବଳ ଅତ୍ୟଧିକ ଲୋଭର କଥା ଯେ ଆମେ କଷ୍ଟ କିଛି କରିବୁନି ଚାଷ କରିବା ପାଇଁ କିଛି କଷ୍ଟ କରିବୁନି ଆପଣ ଦେଖନ୍ତୁ ପୃଥିବୀର ଯୋଉ ବିଭିନ୍ନ ଦେଶ ମାନେ ଅଛି ସେମାନଙ୍କ ଭିତରେ କେତେ ଲୋକ ଚାଷ କରନ୍ତି ଆମେରିକା ବା ୱେଷ୍ଟର୍ଣ୍ଣ କଣ୍ଟ୍ରିରେ ଦେଖିବେ ଭାରତ ସେ ଦେଶ ମାନଙ୍କରେ ମାତ୍ର 2% ଲୋକ ଚାଷ କରନ୍ତି ନନ୍ ଫାର୍ମ ସେକ୍ଟର ଉପରେ ବେଶୀ ଆଜ୍ଞା ଖାରବେଳ ଆନ୍ସର ଆମେରିକା କହିଲା ଭାଇ ତୁ ଚାଷ କର ନା ମୋଠୁ ପଇସା ଦେଇଦିଅ ଆମେରିକା କହିଲା ଭାଇ ତୁ ଚାଷ କର ନା ତୁ ଯାହା ଚାଷରୁ ପାଉଥିଲୁ ନେଇଯିବୁ ଆମେରିକାରେ 140 କୋଟି ଲୋକ ନାହାନ୍ତି ଆମେରିକାରେ ବିରାଟ ଭୂଖଣ୍ଡ ଆମେରିକାରେ ଟ୍ରାକ୍ଟର କେତେ ସୁବିଧା ଆମର ବା ନୟାଗଡ଼ରେ ଖଣ୍ଡପଡ଼ାରେ ଗଞ୍ଜାମରେ ଚାଷୀ ସେଇଟା ପ୍ରୋବ୍ଲେମ ତମେ କହିବ ଅଧିକ ଲୋକ ବୋଲି କଣ ଚାଷ କଲେ ଭଲ ଲୋକ ହେଇଯିବେ 15 ବର୍ଷ ଏମପି ଥିଲେ ସେ କରେନି ସେଠି ଲୋକ ସଂଖ୍ୟା କମ କିନ୍ତୁ ଜମି ଅଧିକା ସୁବିଧା ଜମି ଉତ୍ପାଦନ ତାଙ୍କର ବହୁତ ଅଧିକ ତାଙ୍କ ଉତ୍ପାଦନ ବହୁତ ଅଧିକ ଯେହେତୁ ଉତ୍ପାଦନ ବହୁତ ଅଧିକ ସେଥିପାଇଁ ସେମାନେ ବହୁତ ଗୁଡେ ଚାଷ କରିଥାନ୍ତି ସେଥିପାଇଁ ସେମାନେ ଅଳ୍ପ ଲୋକ ଚାଷ କଲେ ମଧ୍ୟ ବହୁତ ବେଶୀ ଉତ୍ପାଦନ ହୁଏ ଆମର ଆମର କଣ ହୁଏ ଆମର ବେଶୀ ଲୋକ ଚାଷ କରିକି କମ ଉତ୍ପାଦନ କରୁଛନ୍ତି ଏବଂ ଅନ୍ୟ କିଛି ଚାଷ ନ କରିକି କେବଳ ଧାନ ଚାଷ ରହିଥିବାରୁ ଏଇଭଳି ପରିସ୍ଥିତି ହଉଛି ସରକାରଙ୍କର ଏଥିରେ କିଛି ଭୁଲ ନାହିଁ ସରକାରଙ୍କର ଏଥିରେ ମଧ୍ୟ ମୁଁ ତ ବ୍ୟକ୍ତିଗତ ଭାବରେ କହୁଛି ଧାନ ଚାଷ ପାଇଁ ଏତେ ବେଶୀ ପରିମାଣରେ ଉତ୍ସାହ ଦିଆଯିବା ଉଚିତ ନୁହେଁ ଏତେ ଉତ୍ସାହିତ କରିବା ଉଚିତ ନୁହଁ ଏତେ ନୁହେଁ ଯୋଉଥିପାଇଁ କି ଏତେ ବଡ ମିସମ୍ୟାନେଜମେଣ୍ଟ ସବୁଠାରୁ ଅସୁବିଧା ହଉଛି ମୁଁ କହିଲି ନା ପଞ୍ଜାବର ଉଦାହରଣ ଆପଣଙ୍କୁ ଦେଲି ଖାରବେଳ ହଉ ଟଙ୍କିଆ ଚାଉଳ ବିରୋଧ କରନ୍ତି ଧାନକୁ ବିରୋଧ ନୂଆ କଥା ନୁହଁ ସିଏ କହନ୍ତି ଶିଳ୍ପକୁ ପଇସା ଦିଅ ଚାକିରିଆକୁ ଦିଅ ସେଇଟା ଦେଶର ପ୍ରଗତି ଆଉ ଯୋଉ 80% ପ୍ରକୃତ ଭାରତବର୍ଷ ଲୋକ ଲୋକ ରହିବା କଥା ନୁହଁ ଚାଷରେ ଆମେ ସହରରେ ଦିଲ୍ଲୀରେ କାଞ୍ଚ କାହିଁ ଗ୍ୟାସ୍ ହେଇଗଲା ଯଦି ବିଦ୍ୱାନ୍ତ ବସେ ବସିଛ ସହରକୁ ପଳେଇ ଆସ ସହର ପାଣି ବିଜୁଳି ପାଣି ସହର କାହିଁ କାଞ୍ଚ କାହିଁ କହୁଛ ଗାଡି ବନ୍ଦ କର କାହିଁ ଧୂଆ ସେଇଟା ନା କଥା ହଉଛି ଅଧିକ ଚାଷ କଲେ ଲୋକ ଧନୀ ହେବେ ନାହିଁ ଗରିବ ହେବେ କାରଣ ତମ ପାଖରେ ଜମି ନାହିଁ ବିକଳ୍ପ ବାଟ ଦେଖା ଭାଇ କହିଲେ ବିଏସ୍ ବିକଳ୍ପ ଦେଇପାରୁନ ତା ଭାଙ୍ଗିଦବ ଥାଳକୁ ତାକୁ ଏ ଚାକିରି କର କହିପାରିବନି ସରକାର ବର୍ତ୍ତମାନ ଥାଳକୁ ଭାଙ୍ଗି ଦଉଛୁ ଭାଙ୍ଗୁନ ତମେ କାହିଁ ଚାକିରି ସୃଷ୍ଟି କରୁନ କେତେ ଚାକିରି ସୃଷ୍ଟି ହେଇଛ ସବୁ ରିଟାୟାର ଲୋକଙ୍କୁ ଚାକିରି ଦଉଛ 800 ରିଟାୟାର ପୁଲିସ ଆସିବେ ରିଟାୟାର ମାଷ୍ଟର ଚାକିରି କରିବେ ରିଟାୟାର ଟଙ୍କା ମିଶା ତମେ ଇଂରେଜ ଯୋଉ 1000 ଟଙ୍କା ବିଏ ମୂଲ୍ୟ ଇଂରେଜ ଦେଇଦିଅ ତମେ ଯୋଉ କଥା ଶାସନ ଚାଲିଛି ଜାଣିପାରୁନୁ ବୁଢା ରିଟାୟାର ପୋଲିସ ଚାକିରି କରିବେ ରିଟାୟାର ମାଷ୍ଟର ଚାକିରି କରିବେ କଣ ନା ଅଫିସ ଶିଖ ଆଉ ଯୋଉ ଟଙ୍କା ପ୍ରେସର ବୁଝୁଛନ୍ତି ବିଷ ଗାଈ ଚାକିରିଟା ବୁଝିଦେବ ପୋଲିସ ଚାକିରି ଶାସନଟା ଆନାର୍କି ହେଇଗଲା ଜଙ୍ଗଲ ରାଜ ହେଇଗଲା ବିହାର ଭଳିଆ ସେଇଟା କହୁନ ଧାନ ଜଙ୍ଗଲ ରାଜ ବୁଢା ଚାଷ କଣ ଜଙ୍ଗଲ ପୁରୀ ସାନି ବିଜେପି ମାନେ କେତେ କଥା କହୁଥିଲେ କଟିଂ ଛଟି ହବ ନାହିଁ 5 ଥାକିଆ କରିବୁ ମନ୍ତ୍ରୀ କମିଟି
ଚୋର ଚୋର କଖା ଚୋର ଲାଉ ଚୋର ବୁଢା ଚୋର ଏ ବୁଢା ଚୋର ଇଏ ତାଙ୍କ ଚୋରି ପୁରୁଣା ବିଜେଡି ବାଲା ଅଫିସର ଥିଲେ ଆପଣଙ୍କର ଓଡିଶା ବନ୍ଦ ଟା ଫେଲୁଅର କାହିଁକି ହେଲା ବେଶୀ କିଛି ଗୋଟେ ଇମ୍ପାକ୍ଟ ପକେଇଲେ ମତେ ଯୋଉ ଡାକିଲେ ବା ଇମ୍ପାକ୍ଟ ସଫଳ ଆମେ ଛୋଟିଆ ସଂଗଠନ ଭଗତ ସିଂ ସେ ବୋମା ମାନେ କଲ ବେଞ୍ଚ ଡେସ୍କ ଭାଙ୍ଗିଲା କିଛି ନା କଲେ ମୁଁ କଣ ମଣିଷ ମାରିବାକୁ କହିଥିଲି ଭଗତ ସିଂ କହିଲେ ବଧିରକୁ ଶୁଣିବା ପାଇଁ ଉଚ୍ଚସ୍ତର ପ୍ରୟୋଜନ ଦରକାର ସେଇ ଭଗତ ସିଂହ ବାର୍ତ୍ତା ଉଚ୍ଚସ୍ତର ପ୍ରୟୋଜନ ଧାନରେ ଦୁର୍ନୀତି ହଉଛି ବିଜେପି ଚୋରି କରୁଛନ୍ତି ଆମ ଧାନ ଉଠଉନାହାନ୍ତି ଟୋକନ ଦଉନାହାନ୍ତି ମଣ୍ଡି ଚାଲୁନାହିଁ ମାସେ ବେଳରେ ମଣ୍ଡି କରୁଛି ଏ ବାହାଦୁରୀ ଏ ଅତ୍ୟାଚାର କୁଷ୍ଠବାସର ଭ୍ରଷ୍ଟାଚାର ମହାଲୁଟ ଆ ବିରୁଦ୍ଧରେ ବନ୍ଦ ହେଇଛି ଏ ବାର୍ତ୍ତା ଗାଁକୁ ଯିବ ଲୋକ ମାତିବେ ଏ ଯୋଉ ରାମ ରାଜ୍ୟ ପାର୍ଟି ଡକେଇତି କରୁଥିଲେ ଏ ରାମ ରାଜ୍ୟ ପାର୍ଟି ନୁହଁ ଏ ଚାକୁ ପାର୍ଟି ଯିଏ ଧରା ପଡିଛି ଆଙ୍କ ଭାବମୂର୍ତ୍ତି ଖସି ପଡିବ ଆଙ୍କା ମୁଖା ଖସିବ 800 ଟଙ୍କା ନିଶା ଯୋଉ ମସୁରୀରେ ଭୋଟ ପାଇବେ ମୁଁ କାଲି କହିଥିଲି ପକେଟରେ ପଇସା ଥବ ବାପା ଆଉ ପଦ୍ମ ଫୁଲରେ ଭୋଟ ନଥିବ ଠିପିରି ଜାମ୍ ହେଇଯିବ ସେଇ ଅନୁସାରେ ଆପଣ ଭାବୁଛନ୍ତି ଗୋଟେ ବହୁତ ବଡ ସମର୍ଥନ ମିଳିବ ବର୍ତ୍ତମାନ ଏଇ ଚାଷୀ ଆନ୍ଦୋଳନ ସରକାର ବିରୁଦ୍ଧରେ ଆପଣ ଏଇଠି ଦେଖନ୍ତୁ ମୁଁ ଶହୀଦନଗର ରହୁଛି ଏଇଠୁ ଗଲା ବେଳକୁ ରାସ୍ତାଟା ଦିକଡ ଯେ ଖାଲି ଧାନ ନା ଆଉ କିଛି ଚାଷ ହଉଛି ଆଉ କିଛି ନାହିଁ କେବଳ ଧାନ ଚାଷ ସେଇ କାମ ସହର ପାଖରେ ଥାଇକି ମଧ୍ୟ ଧାନ ଚାଷ ଜୋର କରି କରୁଛନ୍ତି ତେଣୁ ଏଇଠୁ ଧରାଯାଉ ବାଲେଶ୍ୱର ପର୍ଯ୍ୟନ୍ତ ଭଦ୍ରକ ପର୍ଯ୍ୟନ୍ତ ଗଲାକୁ ଦି ପଟରେ କେବଳ ଯେତିକି ରେଳ ଲାଇନ ଦି ପଟରେ ସେ ସମସ୍ତେ ହଉଛନ୍ତି କେବଳ ଧାନ ଚାଷ ଖାଳ ଯାହା କହିଲେ ଚମତ୍କାର କଥା ଏତେ ଅଯୋଗ୍ୟ ସରକାର ଗୋଟେ ଏଲାଇପଏଣ୍ଟ ଅଛି ଗୋଟେ ଗୁଣ୍ଠେ ଚାଷ ହବ ଚାଷୀ କାନ୍ଦୁଛି ପାଣି ଦିଅ କଖାରୁଟିଏ କରିବି କାକୁଟିଆ ଲଗେଇବି ଚାଷ କରିବି ଏଇ ମହାପରାକ୍ରମୀ ଅତ୍ୟାଚାରୀ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ମାନେ 70 ବର୍ଷ ଭିତରେ ପାଣି ଟିକେ ଦେଲେ ପରିବା ଟିକେ ଚାଷ କାହିଁ କରିନାହାନ୍ତି ସେଇ ବିଲରେ ଅଛି କି ଏଲାଇପଏଣ୍ଟ କାହିଁ ନାହିଁ ମୁଁ ବି ବୁଝୁଛି ଓଡିଶାରେ ओके लास्ट कमेंट खराब जन समर्थन अच्छी कि चाषी आंदोलन ये जो मुद्दा उठाउछन्ते मु काहे भाबुनी जे केवल चाषी जे पैसा पाउछन्ते केवल सही माने एटा चाहछन्ते अन्य माने कई समिति समर्थन करू ए इश्यू बड़ जोरे ओडिसा रे चालू ना सरकार बदनाम होना ना आ ये प्रचार करछन्ते शेष दाऊ किछि लोक से कहछन्ते के बना करियो तो आपन कथा दाना धरुनी आमे जे बम टा पकेछि पानीटा टेका पड़ले चलियो चहलाटा हठात विजय वाला पार्टी करके विजय भागना मन भागिलो ये जो बोकाला बोमा विचार गाँ लोक देख आगे भिजुआल टीवी जुग आसे गपी पारिबेनी तमे मंत्री है तुम जे 6 किलो काट अनुगुले 3 किलो नोआर 7 किलो 500 कोना 8 किलो लोक सोशल मीडिया जो हेलानी आको अवस्था आपण देखु ना लोक आउ कई बोका नांती आपण जहा कहे चले लोक लिखिबे सत्य कोन मु एटा कहि देले गोटा न्यूज रूम रे सब फटफट कोई होया पड़ियो आया मोर कोना सबोर गंजा मोर बुगुडा कहउछ ना नहीं खाल मूल्यवान लोक सब अमेरिका जहाँ कहले ये कर तुम तो हाथ धरी कर भाई धान कर ना माछ कर टमाटो कर आलू कर पियाज कर भैल्यू बेस्ड इंडस्ट्री प्रोसेसिंग इंडस्ट्री कहीं करन कहीं मुग आप मुग जो केबिन देखुछु आमे बिकिबू क्षीर आम उत्पादन ओडिसा 1 नंबर आमे हेरिटेज क्षीर पिबू एई योग्य तुम डिपार्टमेंट कौन कर इंडस्ट्री कौन कर तो शेषदेव बाबू खारबला मु आपन को धन्यवाद देबी मोर खाली गोटे कथा देखिबार कथा जे प्रकृत रे लार्जर सेक्शन बृहत्तर जनता को ए इश्यूटी स्पर्श करुच्ची कि ना जो माने धान बिकी पारु नांती से माने जो प्रतिवाद करुचंती से स्वर केते बाट पर्यंत जाउची आउ सरकार ए मुद्दा को केमती नउचंती को दृष्टिकोण रो विचार करुचंती जे प्रकृत रे चाषी को क्षेत्र रे गोटे बड़ फ्रॉड हेची कि जो माने पाइबा पई योग्य नोंती से माने जाई मंडी रे भिड़ करुचंती कि या भितरे गोटे बड़ जालियाती चालीची कि सरकार बदनाम होउचंती कि ए प्रश्न सब को लेकर बर्तमान गाँ गहली रे चर्चा चली आग को देखा ए इश्यू शेषदेव बाबू आपन जो आंदोलन जारी रखिंट ओडिशा बंद डाकरा देते एटा को लोक केते ग्रहण करुचंती प्रकृत रे ग्रहण करूना खराब बाबू मत तो आग को ए प्रसंग को दिग को जाउची जे प्रकृत रे सरकार आपको केमती हैंडल करुचंती जेतेबेले बड़ धरणर अभियोग सरकार विरुद्ध रे आसुची धान चाषी मान तरफ बहुत धन्यवाद जमी भाव जो माने विशेष काम नाम पाऊना से माने छोटकाट हो पचे चाकरी पाइबा से जो दाबी होची धान चाष कारण कौन से बाप माने बर्तमान पिला मानकु धान चाष करने चाष बहुत धन्यवाद खरबड़ा बाबू बहुत धन्यवाद शेषदेव बहुत धन्यवाद।